हेलो डियर स्टूडेंट, वेलकम बैक टू माय चैनल एसएसएस स्टडी। आज आम तृतीय श्रेणी आम भाषा आम साहित्य बहिर जातीय कवि वीर किशोर गीतटीर क्वेश्चन आंसर करवा। चलतु स्टार्ट करवा। अभ्यास 1 नंबर। आस उत्तर कहवा। कौन देछि? विदेशी माने आम देशरू कौन बोही नेले? आंसर, विदेशी माने आम देशरू धनरत्न बोही नेले। ख, विदेशी मानकु बाधा देले सेमाने कौन करुथिले? उत्तर, विदेशी मानकु बाधा देले सेमाने बेत पहारा देउथिले ओ गुली करी मुंड फटाई देउथिले। एहीपरि बहु अत्याचार सेमाने करुथिले। क, स्वाधीनता सैनिक माने कौन करुथिले? स्वाधीनता सैनिक माने हसी हसी विदेशी फौजर बंधुक आगे छाती पताई देशर स्वाधीनता पाई जीवन देउथिले। वीर किशोर काहींकी कविता लेखुथिले? बेपारी अत्याचार ओ दमन लीला वीर किशोरଙ୍କ मनକୁ ଅଥିର କଲା। ଲୋକମାନଙ୍କୁ ମତେଇବା ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ସେ କବିତା ଉପରେ କବିତା ଲେଖି ଚାଲିଲେ। କେଉଁମାନେ ବାନର ସେନା ସାଜିଥିଲେ? ପିଲାମାନେ ବାନର ସେନା ସାଜିଥିଲେ। 2 ନମ୍ବର। କବିତାରେ ଯେଉଁ ପଦରେ ଏହାର ଉତ୍ତର ଅଛି ତାକୁ ଖୋଜିବା ଓ ଆବୃତ୍ତି କରିବା। ଦେଖିଲ କଟା କେଉଁ କଥାଟି ବୀର କିଶୋରଙ୍କ ମନକୁ ଅଥିର କଲା? ବୀର କିଶୋର ଏ ଦେଶର କବି, ଆଖିରେ ଦେଖିଲେ କଷଣ ଛବି। ଗୋରା ଶାସକଙ୍କ ଦମନ ଲୀଳା ମନକୁ ତାଙ୍କର ଅଥିର କଲା। ନମ୍ବର ପିଲେ, ବାନର ସେନାମାନେ କିଭଳି ବାହାରିଲେ? ସାଜିଲେ ପିଲାଏ ବାନର ସେନା, ବାହାରିଲେ ଧରି ତିରଙ୍ଗା ବାନା। 3 ନମ୍ବର। ଗୋରା ସରକାର ଶେଷରେ କ'ଣ ହେଲା? ଗୋରା ସରକାରଙ୍କ ଶେଷରେ କ'ଣ ହେଲା ସେ ପଦଟିକୁ ଆମେ ଲେଖିବା। ଥରିଲା ଶେଷରେ ବିଦେଶୀ ଛାତି, ଆଉ ନ ରହିଲେ ଗୋଟିଏ ରାତି। ଛାଡ଼ି ପଳାଇଲେ ଭାରତ ଭୂଇଁ, 13 ନଈ 7 ଦରିଆ ଡେଇଁ। 3 ନମ୍ବର। ତଳ ପଦ୍ୟାଂଶଟିକୁ ସଜାଡ଼ି ଲେଖ। ଥରିଲା ଛାତି ବିଦେଶୀ ଶେଷରେ ରାତି, ରହିଲେ ଗୋଟିଏ, ଆଉ ନ ଆଉ। ଏଇଟା ଭୁଲ ଭାଲ କରିକି ଲେଖା ହେଇଛି, ଆମେ ତାକୁ ସଜାଡ଼ିକି ଲେଖିବା। କ'ଣ ହେଲା? ଥରିଲା ଶେଷରେ ବିଦେଶୀ ଛାତି, ଆଉ ନ ରହିଲେ ଗୋଟିଏ ରାତି। 4 ନମ୍ବର। ଏହି ପଦଟିରୁ ତୁମେ ଯାହା ବୁଝୁଛ ନିଜ ଭାଷାରେ ଲେଖ। ଗୋରା ସରକାର ବନ୍ଧୁକ ଗୁଳି, କବିତା ଶକତି ତାଠାରୁ ବଳି। ଏଇଟା ଉତ୍ତର କ'ଣ ହେବ? ଗୁଳି ବନ୍ଧୁକର ଆଘାତ କେତେକ ଲୋକଙ୍କୁ ଆହତ କରିପାରେ କିମ୍ବା କେତେ ଜଣଙ୍କର ପ୍ରାଣ ନେଇପାରେ, କିନ୍ତୁ କବିଙ୍କର ଲେଖନୀରୁ ଝରି ପଡ଼ୁଥିବା ତାତିଲା ଭାବଧାରା କବିତା ଆକାରରେ ଦେଶର କୋଟି କୋଟି ଲୋକଙ୍କୁ ତତାଇ ଦିଏ, ମତାଇ ଦିଏ, ଦେଶପ୍ରେମରେ ପାଗଳ କରିଦିଏ। ଲୋକମାନଙ୍କର କବିତା ପଢ଼ି ଉଦ୍ବୋଧନ ହୋଇ ଗୁଳି ବନ୍ଧୁକ ଆଗରେ ନିଜ ଛାତି ପତେଇ ଦେବାକୁ ଡରନ୍ତି ନାହିଁ। ତେଣୁ ଗୁଳି ବନ୍ଧୁକଠାରୁ କବିଙ୍କର ଭାଷା ଆହୁରି ଟାଣ ବୋଲି ଏଠାରେ କୁହାଯାଇଛି। ପିଲେ 5 ନମ୍ବର। କବିତାରେ ଯେଉଁ ପଦ ସହ ଏ ଚିତ୍ରର ସମ୍ପର୍କ ଅଛି ସେହି ପଦଟିକୁ ଚିତ୍ର ତଳେ ଲେଖ। ତାହେଲେ ପିଲାମାନେ ଯାଉଛନ୍ତି, ଦେଖ ପିଲେ ପତାକା ଧରିକି। ତାହେଲେ କ'ଣ ହେବ? ସାଜିଲେ ପିଲାଏ ବାନର ସେନା, ବାହାରିଲେ ଧରି ତ୍ରିରଙ୍ଗା ବାନା। ଏଇଠି ତୁମେମାନେ ଲେଖିବ। ତାପରେ ଦେଖ 6 ନମ୍ବରଟା। ନିଜ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କର ତାଲିକା ପ୍ରସ୍ତୁତ କର। ତୁମ ଅଞ୍ଚଳରେ କେଉଁ କେଉଁ ବ୍ୟକ୍ତି, ମହିଳା ବା ପୁରୁଷ ପିଲାମାନେ ସ୍ୱାଧୀନତା ସଂଗ୍ରାମୀରେ ନିଜର ଅଂଶଗ୍ରହଣ କରିଛନ୍ତି। ଯେମିତିକି କ'ଣ ହେବ? ବିର୍ସା ମୁଣ୍ଡା ହେଲା। ଆଉ ଜଣେ କିଏ ହେବ ନା ବାଜି ରାଉତ। ବାଜି ରାଉତ ହେଉଛନ୍ତି ତୁମ ଭଳିଆ ଜଣେ ଛୋଟିଆ ପିଲା।
ଆଉ କ'ଣ ହବ ନା ଗୋପବନ୍ଧୁ ଦାସ। ଆଉ ଜଣେ ହେଉଛନ୍ତି କିଏ ନା ତାନ୍ତିଆ ତୋପ। ଏହିପରି ଅନେକ ଗୁଡ଼ିଏ ଅଛନ୍ତି। ତୁମ ଅଞ୍ଚଳରେ କିଏ କିଏ ଥିବେ ତୁମେ ବାପା ମା ଆଉ ଗୁରୁଜୀଙ୍କୁ ପଚାରିକି ଲେଖିବ। 7 ନମ୍ବର, ଗୋରା ସରକାରଙ୍କ ବିରୋଧରେ ଲୋକଙ୍କୁ ଏକଜୁଟ କରିବା ପାଇଁ ଆଉ ଯେଉଁମାନେ କବିତା ଲେଖୁଥିଲେ ସେମାନଙ୍କର ନାମ ଆମେ ଲେଖିବା। ତାଙ୍କ ନାଁ ହେଲା ଉତ୍କଳ ଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର। ଏହିପରି ଅନେକ ନାଁ ତୁମେ ଲେଖି ମଧ୍ୟ ପାରିବ। 8 ନମ୍ବର, ଆସରେ ଆସ ଭଉଣୀ ଭାଇ, ଶୋଷଣ କୋଷଣ ସହିବା ନାହିଁ, ଗୋଳା ବାରୁଦକୁ ନ କରି ଭୟ, ଗାଇ ଯିବା ଦେଶ ମାର ଜୟ। ଆସ ଏଇ ଗୀତଟିକୁ ଗାଇ କଦମ ତାଲ ପକାଇବା, ଅଭିଯାନ ବାହାରିବି ଅଭିନୟ କରିବା। ଏଇ ଗୀତଟାକୁ ତୁମେ ଗାଇ ଦାଣ୍ଡରେ ସ୍ଲୋଗାନ ଦେଇ ଯିବ ଓ ଅଭିନୟ କରିବ। ଏଇଟା ତୁମ ପାଇଁ କାମ। 9 ନମ୍ବର, ଯେପରି ଶକତର ଗଦ୍ୟ ରୂପ ହେଉଛି ଶକ୍ତ, ସେହିପରି ତଳେ କେତେ ଗୁଡ଼ିଏ ଗଦ୍ୟ ରୂପ କ'ଣ ହବ ଆମେ ଲେଖିବା। କ'ଣ ହବ? ରକତର କ'ଣ ହବ ନା ରକ୍ତ, ଭକତର ଭକ୍ତ, ତପତର ହବ ତପ୍ତ। 10 ନମ୍ବର, ଯେପରି ଅର୍ଥ ଦୃଷ୍ଟିରୁ ଆସ୍ତେକୁ ଧୀରେ ସହିତ ସଂଯୋଗ କରାଯାଇଛି। ଆସ୍ତେ ଯେଉଁଟା ଧୀରେ ସେଇଟା ନା ନାହିଁ, ଅର୍ଥ ଦୃଷ୍ଟିରୁ ଏକା ନା ନାହିଁ, ସେପରି ଅନ୍ୟ ଶବ୍ଦ ସହ ଏକା ଅର୍ଥ ଯେଉଁଟା ଅର୍ଥ ଏକା ବୁଝାଉଥିବ ସେପରି ଆମେ କ'ଣ କରିବା? ଗାର ଟାଣିବା। ଏମିତି ଆସ୍ତେ ହେଉଛି ଧୀରେ। ସେମିତି ଶାସନକୁ କ'ଣ ବୁଝାଉଛି ନା ରାଜତ୍ୱ। ସେମିତି ଯେଉଁ ସମ୍ପତ୍ତି କ'ଣ ବୁଝାଉଛି ନା ବିଭବ, ମାଟି ଭୂଇଁ। ଏହିପରି ତୁମେମାନେ ଖାଲି ଗାର ଟାଣିଦେବ। 11 ନମ୍ବର ପିଲା ଦେଖ, ବୀରକିଶୋରଙ୍କୁ କାହିଁକି ଜାତୀୟ କବି ବୋଲି କୁହାଯାଇଛି? ଆସ ଆଲୋଚନା କରିବା। ଆଲୋଚନାରେ ଯାହା ସବୁ ସ୍ଥିର ହେଲା ତାକୁ ଆମେ ଏଠି ଲେଖିବା। ବୀରକିଶୋର ତାଙ୍କ କବିତାରେ ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବା ପାଇଁ ଡାକ ଦେଉଥିଲେ। ଲୋକମାନେ ତାଙ୍କ କବିତା ପଢ଼ି ଦେଶପ୍ରେମରେ ଉଦ୍ବୁଦ୍ଧ ହେଉଥିଲେ। ତାଙ୍କର କବିତା ଲୋକମାନଙ୍କୁ ତତେଇ ଦେଉଥିଲା। ଦେଶପ୍ରେମରେ ସେମାନେ ପାଗଳ ହେଉଥିଲେ ଓ ବୀରକିଶୋର ତାଙ୍କ କବିତାରେ ଇଂରେଜ ଉଦ୍ବୁଦ୍ଧ ହେଉଥିଲେ। ଦେଶପ୍ରେମରେ ସେମାନେ ପାଗଳ ହୋଇଥିଲେ, ତେଣୁ ତାଙ୍କୁ ଜାତୀୟ କବି ବୋଲି କୁହାଯାଏ। ଏଇଠି ଭିଡ଼ିଓଟି ସରିଯାଇଛି। ଆଶା କରୁଛି ନିଶ୍ଚିନ୍ତ ଭାବରେ ଆପଣମାନଙ୍କୁ ଭଲ ଲାଗିଥିବ। ତେଣୁ ଏ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ଓ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଥ୍ୟାଙ୍କ ୟୁ।